ଆପଣ କେବେ ଭାବିଛନ୍ତି କି ଶିବ ମନ୍ଦିରକୁ ପ୍ରବେଶ କଲେ ପ୍ରଥମେ କାହାର ଦର୍ଶନ ହୁଏ? ଭଗବାନ ଶିବଙ୍କ ପୂର୍ବରୁ ଏକ ବୃଷଭ ଆକୃତି ମୂର୍ତ୍ତି ନନ୍ଦୀ। କିନ୍ତୁ ନନ୍ଦୀ କାହିଁକି ସଦା ଶିବଲିଙ୍ଗକୁ ନଜର ରଖି ବସିଥାଏ? କେବଳ ପରମ୍ପରା ନା କି ଏଥିରେ ଲୁଚିଥିବା ଗଭୀର ଆଧ୍ୟାତ୍ମିକ ରହସ୍ୟ? ପୁରାଣ କୁହେ ନନ୍ଦୀ କେବଳ ଶିବଙ୍କ ବାହନ ନୁହେଁ, ସେ ହେଉଛନ୍ତି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଜୀବନ୍ତ ସେତୁ। ତାଙ୍କ ଜନ୍ମରୁ ଆରମ୍ଭ କରି ଶିବଙ୍କ ପ୍ରିୟଗଣ ହେବା ପର୍ଯ୍ୟନ୍ତ କାହାଣୀ ଅତ୍ୟନ୍ତ ଅଦ୍ଭୁତ। ନନ୍ଦୀଙ୍କ ଭକ୍ତି, ତପସ୍ୟା ଓ ଶିବଙ୍କ ଆଶୀର୍ବାଦ ତାଙ୍କୁ ଦେଇଛି ଅମର ସ୍ଥାନ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ନନ୍ଦୀ କାହିଁକି ଶିବ ମନ୍ଦିରରେ ଜଗି ରହିଥାଏ, କାହିଁକି ଭକ୍ତମାନେ ନନ୍ଦୀଙ୍କ କାନରେ ମନୋକାମନା କହନ୍ତି ଏବଂ ନନ୍ଦୀ ଆମକୁ କ'ଣ ଶିକ୍ଷା ଦେଉଛନ୍ତି। ଚାଲନ୍ତୁ ପୁରାଣର ସେହି ଅଦ୍ଭୁତ କାହାଣୀକୁ ଶୁଣିବା। ଭକ୍ତଗଣ, କାହାଣୀକୁ ସମ୍ପୂର୍ଣ୍ଣ ଭାବରେ ଶୁଣନ୍ତୁ, କାରଣ ଅଧା ଅଧୁରା ଜ୍ଞାନ ବିଷ ସହିତ ସମାନ। ବନ୍ଧୁଗଣ, ପ୍ରାଚୀନ କାଳରେ ଋଷି ଶିଳାଦ ନାମକ ଜଣେ ମହାତ୍ମା ଥିଲେ। ସେ ବହୁତ ଭକ୍ତିଶୀଳ ଏବଂ ତପସ୍ୱୀ ଥିଲେ, କିନ୍ତୁ ତାଙ୍କର ଜୀବନର ଏକମାତ୍ର ଦୁଃଖ ଥିଲା ସେମାନଙ୍କର କୌଣସି ସନ୍ତାନ ନଥିଲା। ଏହି ଦୁଃଖରେ ସେ ମହାଦେବଙ୍କୁ ଅନେକ ବର୍ଷ ଧରି କଠିନ ତପସ୍ୟା କଲେ। ତାଙ୍କର ଭକ୍ତି ଦେଖି ଭଗବାନ ଶିବ ପ୍ରସନ୍ନ ହେଲେ ଏବଂ ତାଙ୍କୁ ଏକ ଦିବ୍ୟ ପୁଅ ଦେବାର ବର ଦେଲେ। କିଛି ଦିନ ପରେ ଶିଳାଦ ମାଟି ଚାଷ କରୁଥିବା ବେଳେ ମାଟି ଭିତରୁ ଏକ ଦିବ୍ୟ ଶିଶୁ ମିଳିଲା। ଦିବ୍ୟ ଆଲୋକ ବିକିରିତ ହେଉଥିଲା। ଶିଳାଦ ଏହାକୁ ମହାଦେବଙ୍କ ପ୍ରସାଦ ଭାବି ସେହି ଶିଶୁଙ୍କ ନାମ ରଖିଲେ ନନ୍ଦୀ। ନନ୍ଦୀ ଛୋଟବେଳୁ ଭଗବାନ ଶିବଙ୍କ ଅପାର ଭକ୍ତ ଥିଲେ। ସେ ଶିବଙ୍କ ଧ୍ୟାନ ଛାଡ଼ି ଅନ୍ୟ କିଛି ଭାବୁନଥିଲେ। ଦିନ ରାତି ସେ ଶିବ ନାମ ଜପ କରୁଥିଲେ। ଏକ ଦିନ ଋଷିମାନେ ଶିଳାଦଙ୍କ ଆଶ୍ରମକୁ ଆସି ନନ୍ଦୀଙ୍କ ହାତ ଦେଖି କହିଲେ, ଏହି ଶିଶୁର ଆୟୁଷ ଖୁବ୍ ଛୋଟ। ଏହା ଶୁଣି ଶିଳାଦ ବିଷାଦରେ ବୁଡ଼ିଗଲେ। ନନ୍ଦୀ ଏହା ଜାଣି ଅଧିକ ତପସ୍ୟା କରିବାକୁ ଲାଗିଲେ। ସେ ଗଭୀର ଅରଣ୍ୟକୁ ଯାଇ ମହାଦେବଙ୍କ ତପସ୍ୟା କଲେ। ତାଙ୍କର ଅଟଳ ଭକ୍ତି ଦେଖି ଭଗବାନ ଶିବ ପ୍ରକାଶ ହେଲେ ଏବଂ ତାଙ୍କୁ ଅମରତ୍ୱର ବର ଦେଲେ। ମହାଦେବ କହିଲେ, ହେ ନନ୍ଦୀ, ତୁମର ଭକ୍ତି ମୋତେ ଅତ୍ୟନ୍ତ ପ୍ରସନ୍ନ କରିଛି। ଆଜିଠାରୁ ତୁମେ ମୋର ଦ୍ୱାରପାଳ, ମୋର ବାହନ ଏବଂ ମୋର ସର୍ବାଧିକ ପ୍ରିୟଗଣ ହେବ। ସେହି ଦିନଠାରୁ ନନ୍ଦୀ ଶିବଙ୍କ ସହ ଅବିଚ୍ଛିନ୍ନ ଭାବେ ରହିବାକୁ ଲାଗିଲେ। କୁହାଯାଏ ଯେ ଯେତେବେଳେ କୌଣସି ଭକ୍ତ ଶିବ ମନ୍ଦିରକୁ ପ୍ରବେଶ କରେ, ପ୍ରଥମେ ନନ୍ଦୀଙ୍କୁ ଦର୍ଶନ କରିବା ଦରକାର, କାରଣ ନନ୍ଦୀ ହେଉଛନ୍ତି ଭକ୍ତ ଓ ଭଗବାନଙ୍କ ମଧ୍ୟର ସେତୁ। ଭକ୍ତ ନନ୍ଦୀଙ୍କ କାନରେ ନିଜ ଇଚ୍ଛା କହିଲେ ନନ୍ଦୀ ସେହି କଥାକୁ ସିଧା ଶିବଙ୍କ ପାଖକୁ ପହଞ୍ଚାନ୍ତି। ଏହି କାରଣରୁ ନନ୍ଦୀ ସଦା ଶିବଲିଙ୍ଗକୁ ନଜର ରଖି ଜଗିଥାନ୍ତି। ନନ୍ଦୀ କେବଳ ଦ୍ୱାରପାଳ ନୁହେଁ, ସେ ଧୈର୍ଯ୍ୟ, ଶ୍ରଦ୍ଧା, ନିଷ୍ଠା ଏବଂ ଭକ୍ତିର ପ୍ରତୀକ। ନନ୍ଦୀଙ୍କ ଅଚଳ ଦୃଷ୍ଟି ଶିବଲିଙ୍ଗ ଉପରେ ରହିଥାଏ, ଯାହା ଆମକୁ ଶିଖାଏ ଯେ ଜୀବନରେ ମନ ଏକାଗ୍ର ହେବା ଦରକାର। ପୁରାଣରେ କୁହାଯାଏ ଯେ ନନ୍ଦୀଙ୍କ ଅନୁମତି ବିନା କୌଣସି ଦେବତା ମଧ୍ୟ ଶିବଙ୍କୁ ଦର୍ଶନ କରିପାରୁନଥିଲେ। ଏହା ନନ୍ଦୀଙ୍କ ସ୍ଥାନ ଓ ମହତ୍ତ୍ୱକୁ ଦର୍ଶାଏ। ଆଜି ଯାଏ ପ୍ରତ୍ୟେକ ଶିବ ମନ୍ଦିରରେ ନନ୍ଦୀଙ୍କ ମୂର୍ତ୍ତି ଶିବଲିଙ୍ଗ ସମ୍ମୁଖରେ ରହିଥାଏ। ଏହା କେବଳ ପରମ୍ପରା ନୁହେଁ, ଏହା ଭକ୍ତିର ଗଭୀର ତତ୍ତ୍ୱକୁ ବୁଝାଏ। ନନ୍ଦୀ ଆମକୁ ଶିଖାଏ ଯେ ଭକ୍ତିରେ ଧୈର୍ଯ୍ୟ ରଖ, ମନକୁ ଏକାଗ୍ର କର ଏବଂ ଭଗବାନଙ୍କୁ ନିରନ୍ତର ସ୍ମରଣ କର। ଯେପରି ନନ୍ଦୀ ସଦା ଶିବଙ୍କୁ ନଜର ରଖି ଜଗିଥାଏ, ସେପରି ଆମର ମନ ମଧ୍ୟ ଭଗବାନ ଦିଗରେ ଥିବା ଉଚିତ। ନନ୍ଦୀ କେବଳ ଶିବଙ୍କ ବାହନ ନୁହେଁ, ସେ ଶିବତ୍ୱର ଜୀବନ୍ତ ପ୍ରତୀକ। ପବିତ୍ରତା, ଶୁଦ୍ଧ ଚେତନା। ଯେଉଁଠାରେ ନନ୍ଦୀ ଅଛନ୍ତି ସେଠାରେ ଭକ୍ତିର ଆନନ୍ଦ ରହେ। ତେଣୁ ଶିବ ମନ୍ଦିରରେ ପ୍ରବେଶ କଲେ ପ୍ରଥମେ ନନ୍ଦୀଙ୍କ ଦର୍ଶନ ହୁଏ, ଯାହା ଭକ୍ତଙ୍କ ମନକୁ ଶାନ୍ତ କରି ଶିବ ଦର୍ଶନ ପାଇଁ ପ୍ରସ୍ତୁତ କରେ। ଏକ ପୁରାଣ କାହାଣୀ ଅନୁସାରେ
ଯେତେବେଳେ ମାତା ପାର୍ବତୀ ଶିବଙ୍କ ସହ ବିବାହ ପରେ କୈଳାସକୁ ଆସିଥିଲେ, ନନ୍ଦୀ ସେମାନଙ୍କ ସେବାରେ ସଦା ନିୟୋଜିତ ଥିଲେ। ନନ୍ଦୀଙ୍କ ନିଷ୍ଠା ଦେଖି ମା ପାର୍ବତୀ ତାଙ୍କୁ ଆଶୀର୍ବାଦ ଦେଇ କହିଲେ, ତୁମେ ସଦା ଶିବଙ୍କ ସମ୍ମୁଖରେ ରହିବ ଏବଂ ଯେଉଁ ଭକ୍ତ ତୁମକୁ ସ୍ମରଣ କରିବେ ସେମାନେ ଶିବ କୃପା ପାଇବେ। ଏକଥର ରାବଣ କୈଳାସ ପର୍ବତକୁ ଉଠାଇବାକୁ ଚେଷ୍ଟା କଲା। ସେତେବେଳେ ନନ୍ଦୀ ତାଙ୍କୁ ରୋକିଥିଲେ। ରାବଣ ନନ୍ଦୀଙ୍କୁ ଅପମାନ କରିଥିଲେ। ତାପରେ ନନ୍ଦୀ ଶାପ ଦେଲେ, ତୁମର ନାଶ ବାନର ସେନା ଦ୍ୱାରା ହେବ। ପରେ ରାମାୟଣରେ ଏହି ଶାପ ସତ୍ୟ ହୋଇଥିଲା। ଏହି ଘଟଣା ଦର୍ଶାଏ ଯେ ନନ୍ଦୀ କେବଳ ଭକ୍ତ ନୁହେଁ, ସେ ଶକ୍ତିଶାଳୀ ଦେବଗଣ। ଆଉ ଏକ ଗଭୀର ତତ୍ତ୍ୱ ହେଉଛି ନନ୍ଦୀଙ୍କ ଦୃଷ୍ଟି ସଦା ଶିବଲିଙ୍ଗ ଉପରେ ରହିଥାଏ। ଏହା ଧ୍ୟାନର ପ୍ରତୀକ। ଯେପରି ଧ୍ୟାନରେ ମନ ଏକ ଲକ୍ଷ୍ୟରେ ଅଚଳ ହୋଇ ରହେ, ସେପରି ନନ୍ଦୀ ଆମକୁ ଧ୍ୟାନର ପାଠ ପଢ଼ାଏ। ପୁରାତନ ମନ୍ଦିର ଶାସ୍ତ୍ର ଅନୁସାରେ ମନ୍ଦିରର ଗଠନ ଏମିତି ହୋଇଥାଏ ଯେ ନନ୍ଦୀ ଓ ଶିବଲିଙ୍ଗ ମଧ୍ୟରେ ସିଧା ସମ୍ପର୍କ ରହେ। ଏହା ଶକ୍ତିର ପ୍ରବାହକୁ ଦର୍ଶାଏ। ଭକ୍ତ ନନ୍ଦୀଙ୍କ ପଛରେ ଧାଡ଼ି ଶିବଙ୍କୁ ଦର୍ଶନ କଲେ ମନ ଏକାଗ୍ର ହୁଏ। ଲୋକବିଶ୍ୱାସ ଅଛି, ଯଦି ଭକ୍ତ ନନ୍ଦୀଙ୍କ କାନରେ ମନ କଥା କହେ, ନନ୍ଦୀ ସେହି ଇଚ୍ଛାକୁ ଶିବଙ୍କୁ ପହଞ୍ଚାଇଥାନ୍ତି। ତେଣୁ ଅନେକ ମନ୍ଦିରରେ ଲୋକମାନେ ନନ୍ଦୀଙ୍କ କାନକୁ ମୁହଁ ନେଇ ମନସ୍କାମନା କରୁଥିବା ଦେଖାଯାଏ। ନନ୍ଦୀଙ୍କ ଶରୀର ବୃଷଭ ରୂପରେ ଥିବାର ମଧ୍ୟ ଗଭୀର ଅର୍ଥ ଅଛି। ବୃଷଭ ହେଉଛି ଶକ୍ତି, ଧୈର୍ଯ୍ୟ, ପରିଶ୍ରମ ଓ ସତ୍ୟର ପ୍ରତୀକ। ଏହା ଦର୍ଶାଏ ଯେ ଶିବ ଭକ୍ତଙ୍କୁ ଏହି ଗୁଣଗୁଡ଼ିକ ଧାରଣା କରିବାକୁ ଶିଖାନ୍ତି। ନନ୍ଦୀଙ୍କ ମୂର୍ତ୍ତି ସଦା ବସିଥିବା ଅବସ୍ଥାରେ ଥାଏ। ଏହା ସହନଶୀଳତା ଓ ପ୍ରତୀକର ଚିହ୍ନ। କୁହାଯାଏ ଯେ ନନ୍ଦୀ ଶିବଙ୍କର ଗଣମାନଙ୍କ ନାୟକ ନନ୍ଦୀଶ୍ୱର। ତେଣୁ ଶିବଙ୍କ ସମସ୍ତ ଗୁପ୍ତ ରହସ୍ୟ ନନ୍ଦୀଙ୍କୁ ଜଣା। ଏହିସବୁ କାରଣରୁ ନନ୍ଦୀ କେବଳ ମୂର୍ତ୍ତି ନୁହେଁ, ସେ ଶିବ ଭକ୍ତିର ଜୀବନ୍ତ ଦର୍ଶକ। ସେ ଜଗିଥାନ୍ତି କାରଣ ସେ ଭକ୍ତଙ୍କ ଭାବନାକୁ ଶିବଙ୍କ ପାଖକୁ ନେଇଯାଆନ୍ତି। ଯେପର୍ଯ୍ୟନ୍ତ ଶିବ ମନ୍ଦିର ରହିବ, ସେ ପର୍ଯ୍ୟନ୍ତ ନନ୍ଦୀ ଶିବଙ୍କ ସମ୍ମୁଖରେ ଜଗି ରହିବେ। ଏହି କାରଣରୁ ନନ୍ଦୀ ଶିବ ମନ୍ଦିରରେ ଜଗିଥାଏ। ସେ ହେଉଛନ୍ତି ଭକ୍ତି, ନିଷ୍ଠା ଓ ଏକାଗ୍ରତାର ଜୀବନ୍ତ ପ୍ରତୀକ। ତେଣୁ ବନ୍ଧୁମାନେ, ଏହି ଥିଲା ନନ୍ଦୀଙ୍କ ଅଦ୍ଭୁତ କାହାଣୀ ଓ ତାଙ୍କ ଜଗି ରହିବାର ଗଭୀର ରହସ୍ୟ। ଯେପରି ନନ୍ଦୀ ସଦାଶିବଙ୍କୁ ନଜର ରଖି ଅଚଳ ରହିଥାଏ, ସେପରି ଆମର ମନ ମଧ୍ୟ ଭଗବାନଙ୍କ ଦିଗରେ ଏକାଗ୍ର ହେବା ଦରକାର। ଯଦି ଆମେ ନନ୍ଦୀଙ୍କ ଗୁଣ ଅନୁସରଣ କରିବା, ତେବେ ଜୀବନରେ ଶାନ୍ତି ଓ ଭକ୍ତିର ଆନନ୍ଦ ଆସିବ। ପରବର୍ତ୍ତୀ ଥର ଯେତେବେଳେ ଆପଣ ଶିବ ମନ୍ଦିରକୁ ଯିବେ, ପ୍ରଥମେ ନନ୍ଦୀଙ୍କୁ ଦର୍ଶନ କରିବେ ଏବଂ ତାଙ୍କ କାନରେ ନିଜ ମନର କଥା କହିବେ। ଦର୍ଶକ ବନ୍ଧୁଗଣ, ଏଥିରେ ମୁଁ ଭିଡ଼ିଓ ଶେଷ କରୁଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲ ପାଇଁ ନୂଆ, ତାହେଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ହର ହର ମହାଦେବ।